ଦୂରରେ କଣ ଜଣେ ରାକ୍ଷସ ଦେଖା ଯାଉଛି। କଣ କରିବା? ଆମେ ଯାଉଛୁ। ନାଇଁ ଆମେ ଯାଉଛୁ। ମତେ ଛାଡି ତମେ ଯାଉଛ। ଆମେ ଯାଉଛୁ ମନ୍ଦାକିନୀ। ତମେ ଯିବ? ଆମେ ଯାଉଛୁ। ସଖୀ ମାନେ ନିଜ ଜୀବନ ଧରି ଚାଲିଗଲେ। ମତେ ଛାଡିକି ଯାଅନି ସଖୀ। ହେ ସୁନ୍ଦରୀ, ହେ ଭଗବାନ, କିଏ ସଖୀ? ମତେ ତ ସମସ୍ତେ ଛାଡିକି ପଳେଇଲେ। ଆମେ ଯାଉଛୁ ସଖୀ। ଆମେ ଯାଉଛୁ ସଖୀ। ଆମେ ଯାଉଛୁ ପିଲାକୁ ପଠେଇଲା। ମୁଁ ଯାଉଛି ସଖୀ। କୁଆଡେ ଯିବି ମୁଁ ଆଜି? କଣ କରିବି ମୁଁ ଏଠି? ସଖୀ ମାନେ ମତେ ଛାଡିକି ପଳେଇଲେ। ମାଇ ନେମ୍ ଇଜ କାଳକେତୁ। କିଆ ପୁଅ? ମତେ ଯିଏ ଦେଖିଯିବ ତାର ସବୁଦିନ ପାଇଁ ହରେଇଦବ ହେତୁ। ହେଲେ ଆପଣ କିଏ ମୁଁ ଚିହ୍ନିନି କି ଜାଣିନା। ଚାଲିଆ ସୁନ୍ଦରୀ, ଆପଣ କିଏ ମୁଁ ଚିହ୍ନିନି କି ଜାଣିନି। ରାକ୍ଷସ ସମ୍ରାଟ କାଳ ଛାଡି ଦିଅନ୍ତୁ। ମତେ ଯିବାକୁ ଦିଅନ୍ତୁ ଆପଣ। ସେଟା କାଳ କେତୁ ନା କୁତୁକୁତୁ କଣ କହୁଛୁ? କାଳ ସେ କୁତୁକୁତୁ କାଳ କେତୁ। ଦୟାକରି ମୋ ରାସ୍ତା ଛାଡି ଦିଅନ୍ତୁ। କାହାକୁ ଛାଡିଦେବି? ମତେ ଯିବାକୁ ଦିଅନ୍ତୁ। କୁଆଡେ ଯିବୁ ସୁନ୍ଦରୀ? ଆପଣ ମୋ ରାସ୍ତା ରୋକନ୍ତୁ। ଯଦି ଯିବାର ଅଛି ମୋ ସାଥିରେ ଆମ ଘରକୁ ଚାଲିଆ। ଆପଣ କିଏ ମୁଁ ଚିହ୍ନିନି କି ଜାଣିନି। ଚିହ୍ନିବାର କିଛି ନାହିଁ। ଦୟାକରି ମୋ ବାଟ ଛାଡି ଦିଅନ୍ତୁ। ହେ ସୁନ୍ଦରୀ, ଭଲରେ ଭଲରେ କହୁଛି ମୋ ସହିତ ଚାଲିଆ ନହେ। କଥାଟା କିଛି ଭଲ ହବନି କହୁଛି। ଚାଲିଆ। ଏଇ ନାଇଁ ରଖିବାକୁ ତତେ। କିଏ କହୁଛ ମତେ ରକ୍ଷା କର? କେତେ ରକ୍ଷା କର ମତେ। କିଏ କହୁଛ ମତେ ଦୟାକରି ରକ୍ଷା କର? ମୋ ମୁଣ୍ଡ ଥରେ ଯଦି ଟିଣ ହେଇଗଲା ନା, ଏ ଜଙ୍ଗଲରେ କିଏ କହୁଛ ମତେ ରକ୍ଷା କର? ଦୟାକରି ମୋ ବାଟ ଛାଡି ଦିଅନ୍ତୁ ଆପଣ। ପକେଇ ଦିଏ ତୋ କଥା ମୁଁ ବୁଝୁଛି। ରାକ୍ଷସ କବଳରେ ପଡି ପଣ୍ଡିତ ଚିତ୍କାର କରୁଛି। ରାଜକନ୍ୟା ମନ୍ଦାକିନୀ ରକ୍ଷା କର, ରକ୍ଷା କର, ରକ୍ଷା କର। ସେଇ ଜଙ୍ଗଲର ଅପର ପାର୍ଶ୍ୱରେ ନଦୀ ନିକଟରେ ଅପେକ୍ଷା କରିଛି ଜୟନ୍ତ ଶବର ଭଗବାନ କୃଷ୍ଣଙ୍କୁ। ନାରୀର କଣ୍ଠସ୍ୱର ବାଜି ଯାଇଛି ଯେତେବେଳେ ଜୟନ୍ତ ଶବର କର୍ଣ୍ଣରେ। ଜୟନ୍ତ ଶବର ବିଚାର କଲା ଜଙ୍ଗଲରେ ନାରୀଟିଏ ବିପଦରେ ପଡିଛି। ତାକୁ ଉଦ୍ଧାର କରିବା ହଉଛି ମୋର ପ୍ରଥମ କର୍ତ୍ତବ୍ୟ। ମୁଁ ଆଜି ଯିବି ସେ ନାରୀକୁ ଉଦ୍ଧାର କରିବି। ଚାଲିଆ ସୁନ୍ଦରୀ, ଭଲରେ କହୁଛି ତୁ ମୋ ସାଥିରେ ଚାଲିଆ। ମତେ ବିରକ୍ତ କରନି ସୁନ୍ଦରୀ। ଚାଲିଆ। ଭଲରେ ଆସିବୁ ନା ଗୋଟାଏ କୋଳିରେ? ଦୟାକରି ଆପଣ ମତେ ଛାଡି ଦିଅନ୍ତୁ। କାହାକୁ ଛାଡ଼ିଦେବି? ଆପଣଙ୍କ ପାଦ ତଳେ ପଡୁଛି ମୁଁ। ମୋ ଭଳି ମାନଙ୍କୁ ପାଇଲେ କିଏ ଛାଡ଼ିବ? ଛାଡି ଦିଅନ୍ତୁ। ଭଲରେ କହୁଛି ମୋ ସାଥିରେ ପଳେଇଆ। ନା ଭଲରେ କହୁଛି ତୁ ମୋ ସାଥିରେ ଚାଲିଆ। ନା ଚାଲିଆ। ଦୟାକରି ଛାଡି ଦିଅ ମତେ। ରକ୍ଷା କର ମତେ। କିଏ କହୁଛ? ଏ ମେଞ୍ଚଳ ସାଇଡ 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 ବମ୍। ହାତ ତଳୁ କରି କଥାବାର୍ତ୍ତା କର। ଡର ଲାଗୁନି? ଆଗେ ତା ହାତ ଛାଡ। କାହା ଧରି? ତା ହାତ ଛାଡ। ଏଇଟା ଆମ ପରିବାର କଥା। କଣ? ଡେଣା ଛିଡେଇ ଦେବି ତମ ପରିବାର କଥା? ସିଏ କିଏ? ସାବିତ୍ରୀ କି ତାକୁ ଶାଢୀ ଦେଲିନି ବୋଲି ରାଗିକି ଓଷା ଛାଡି ତା ମାନେ ତମେ କହୁଛ ସେ ତୁମ ସ୍ତ୍ରୀ? ମିଛ କହୁଛ। ସେ ବିବାହିତା ନୁହେଁ। ମୁଁ ଚିହ୍ନିନି କି ଜାଣିନି। ରାଗରେ ଶଙ୍ଖାରେ କାଢି ସିନ୍ଦୁରଟା ପୋଛି ଦେଇଛି। କଣ? ରାଗରେ ଶଙ୍ଖା କାଢି ସିନ୍ଦୁର ପୋଛି ଦେଇଛି। ମିଛ କହୁଛନ୍ତି। ସେ ବିବାହିତା ନୁହେଁ। ତମକୁ କେନ୍ ଜଣା ପଡୁଛି? ତମକୁ କଣ ଜଣା ପଡୁଛି? ତା ହାତରେ ଶଙ୍ଖା ନାହିଁ, ମଥାରେ ସିନ୍ଦୁର ନାହିଁ। ସେ ମୁସଲିମ ଝିଅ, ସେଟା ପିନ୍ଧେନି। ସେ ଚିତ୍କାର କରୁଛି ଜଙ୍ଗଲରେ ରକ୍ଷା କର, ରକ୍ଷା କର। ତମେ କିଏ? ତମେ ସାଇଡ ହେଇଯା। ଭଲରେ କହୁଛି ନହେଲେ ଗୋଟାଳି ରାଉଣ୍ଡ ରେ ଶୁଆଇ ଦେବି। କଣ? ଯେତେ ଶୀଘ୍ର ପାରୁଛୁ ସାଇଡ ହେଇଯା। ଆରେ ସେଇଟା କଣ? This is a gun that is a ଫୁଟିବ। ଢୋଢା ଢୋଢା। ତମେ କିଏ? ମୁଁ କିଏ? ମୁଁ ଏ ଜଙ୍ଗଲରେ ଗୋଟିଏ ଶବର ପିଲା। ଜଙ୍ଗଲର ରାଜା। ରାଜା? My name is କାଳକେତୁ। ମୋ ନାଁ ଶୁଣିଲେ ଗର୍ଭିଣୀ ଗାଈ ବି ବାଟ ଛାଡିଦବ। ପାଟି ବନ୍ଦ କରି ତାକୁ ଛାଡି ଦେଇ ଭଲରେ କହୁଛି ଚାଲି ଯା। ମାରିବି ଯେ ଉପରକୁ ଯିବୁ, ବର୍ଷା ହେଲେ ଯାଇକି ତଳକୁ ପଡିବୁ।
କାହିଁକି ସେ ପାହାସପଟ ମାରୁଛୁ କହିଲୁ? ଭଲରେ ଭଲରେ କହୁଛି ଟୋକା ବାଟ ଛାଡିଦେ ମୁଁ ଯିବି। ଆରେ ତୁ କେତେ କଣ କରିପାରିବୁ ସେଟା ମୁଁ ଜାଣିପାରୁଛି। କଣ ଜାଣିଛୁ ମୋ ବଳ ବିଷୟରେ ତୁ? ଆରେ ତୁ କଣ କରିପାରିବୁ? ଏଇ ଖାଦ୍ୟ ଭାଙ୍ଗିଛି ମୁଁ କେତେ କୁକୁଡାର ଅଣ୍ଡା, ଭାଙ୍ଗିଛି କେତେ କାଚର ବାସନ, ଦେଇ ପଡିଛି ବାଉଁଶ 60 ହାତ ଆଡରେ, ଚିପି ଚାପିକି କଦଳୀ ଗୁଡାକ ସବୁ ଚୋପାରୁ ଛଡେଇ ଦେଇଛି। କେତେ ବୀର, କେତେ ବୀରପଣ! ଗୋଟାଏ କାନ୍ଧି କଦଳୀ ଚିପିକି ସବୁ ଯାକ ବାହାର କରିଦେଇଛି। ଗୋଟେ କଅଁଳିଆ ଛୁଆଟେ ବି କଦଳୀକୁ ହାତରେ ଧରିଦେଲେ ଚୋପା ବାହାରିଯିବ। କଞ୍ଚା କଦଳୀ କରିପାରିବ? ପାଚିଲା କଦଳୀ କଥା ମୁଁ କହିନି। କଞ୍ଚା କଦଳୀ କହୁ ମିଠା ମାରିକି ସବୁ ମୁଁ ପଠେଇ ଦେଇଛି। ବୃଥା ବାକ୍ୟ ନାହିଁ କିଛି ଲାଭ। ଯଦି ତୁଇ ପ୍ରକୃତରେ ବୀର ସମ୍ମୁଖ ସମରେ ଏବେ ହୁ ଅଗ୍ରସର। ଶବର ପିଲା ସହିତ ଯୁଦ୍ଧ କଲେ ସାମାନ୍ୟ ଗୋଟେ ଶବର ପିଲା ହେଇ ଏତେ ବଡ କଥା କହୁଛୁ? ତୁ ହାରିଯିବୁ। ରାକ୍ଷସ ସମ୍ରାଟ କାଳକେତୁ। ସମ୍ରାଟ? ଆରେ ଠିକ ଅଛି, ଯୁଦ୍ଧ ପାଇଁ ହୁଅ ତୁ ପ୍ରସ୍ତୁତ। ଯୁଦ୍ଧ କରିବୁ ତୁ ମୋ ସାଙ୍ଗରେ? କୋଉ ଯୁଦ୍ଧ କରିବୁ କହ? କୋଉ ଯୁଦ୍ଧ? ବାହୁ ଯୁଦ୍ଧ, ଖଣ୍ଡା ଯୁଦ୍ଧ, ନା ଚୁମୁଟା ଚୁମୁଟି, ନା ଛପା ପକା ପକି, ନା କେଞ୍ଚା କେଞ୍ଚି, ନା କେଞ୍ଚି ସବୁ ଯୁଦ୍ଧ ଅଛି। କୋଉ ଯୁଦ୍ଧ କରି ଜାଣିଛୁ ସେ କିଛି? କେତେ ପ୍ରକାର ଯୁଦ୍ଧ? ଲକ୍ଷ୍ୟ ଦିଅନ୍ତୁ ମୋର ବିଧାନ ମଣ୍ଡଳୀ। ଜନ୍ତ ସବର କଲାରେ ରାକ୍ଷସ। ଭଲରେ କହୁଛି ଏ ଝିଅକୁ ଛାଡି ତୁ ତ ନିଜ ଜୀବନ ଧରି ଚାଲିଯା। ଭଲରେ କହୁଛି ଜୀବନ ପ୍ରତି ଯଦି ଅଛି ତ ମମତା, ଯେତେ ଶୀଘ୍ର ପାରୁଛୁ ମୋ ରାସ୍ତାରୁ ହଟିଯା। ମୁଁ ସେ ଭଉଣୀକୁ ଛାଡି ପଦେ ବି ଆଗେଇବି ନାହିଁ। କଣ ସେ ତୋର ଭଉଣୀ? ଆରେ ଭଉଣୀ? ହଁ। କିଏ କହର ଭଉଣୀ? ତାମାନେ ସିଏ ଯଦି ତୋ ଭଉଣୀ, ତୁ ତାହେଲେ ମୋ ଶଳା। ଆମ ଶଳା ଘେଣେଇରେ ଲଗେଇ ସବୁ, ତାପରେ ମୁଁ ତୋ କଥା ବୁଝିବି। ତାପରେ ଶଳାକୁ ମାରି ତୋ ଶ୍ୱଶୁରକୁ ରକ୍ଷା। କେତେ ରଙ୍ଗ ଦେଖାଉଛି। ଲକ୍ଷ୍ୟ ଦିଅନ୍ତୁ ମୋର ପଣ୍ଡିତ, ରାକ୍ଷସ ସହିତ ଯୁଦ୍ଧ କଲା କିଏ? ଜୟନ୍ତ ଶବର। ରାକ୍ଷସ ସହିତ ଯେତେବେଳେ ଯୁଦ୍ଧ କରିଛି ଜଙ୍ଗଲ ମଧ୍ୟରେ। କଣ ଯୁଦ୍ଧ କରିବା? ତମର ମୋର ଯୁଦ୍ଧ କରିବା? ନାଇଁ, ସେ ତମେ ତା ହାତରେ କର, ମୁଁ ସୁନ୍ଦରୀ ଯାଉଛି। ସେ ରାକ୍ଷସ ମୋ ସହିତ କଣ? ଯୁଦ୍ଧ ରାକ୍ଷସ ହବୁ ମୁଁ ସୁନ୍ଦରୀ। ଲକ୍ଷ୍ୟ ଦିଅନ୍ତୁ ପଣ୍ଡିତ, ରାକ୍ଷସ ସହିତ ଯୁଦ୍ଧ କରିଛି ଯେତେବେଳେ ଜୟନ୍ତ ଶବର, ଜୟନ୍ତ ଶବର ନିକଟରୁ ପରାସ୍ତ ହୋଇଗଲା କାଳକେତୁ ରାକ୍ଷସ। ପରାସ୍ତ ହୋଇଗଲା ଆଜି ଜୟନ୍ତ ଶବର ଯୁଦ୍ଧରେ। ପରାସ୍ତ ହୋଇ ଜୀବନ ଧରି ଚାଲି ଯାଇଛି କାଳକେତୁ ରାକ୍ଷସ। ଉଦ୍ଧାର ହୋଇଛି ରାଜକନ୍ୟା ମନ୍ଦାକିନୀ। ରାଜକନ୍ୟା ମନ୍ଦାକିନୀ ସମ୍ମୁଖରେ ଠିଆ ହୋଇଛି। ମନ୍ଦାକିନୀ ଆଜି ଚାହିଁଛି ଜୟନ୍ତ ଶବରକୁ। ଜୟନ୍ତ ଶବର କହିଲା, ହେ ଭଉଣୀ, ମୁଁ ଏ ଜଙ୍ଗଲରେ ରୁହେ, ମୋ ନାମ ଜୟନ୍ତ, ମୁଁ ଜାତିରେ ଶବର। ତୋ ପରିଚୟ ମତେ ଦେ, ମୁଁ ତତେ ତୋ ଘରେ ଛାଡି ଦେଇ ଆସିବି। ରାଜକନ୍ୟା। ତୁ ରାଜକନ୍ୟା? ତୋ ନାଁ କଣ? ଆମର ମନ୍ଦାକିନୀ। ମନ୍ଦାକିନୀ? ରାଜ୍ୟ ମୋର କାଶୀ। କାଶୀ? ଆରେ ର ଠିକ ରୋଲ କରୁଛି। ହେ ଭଉଣୀ, ତତେ ଯଥାଶୀଘ୍ର ତ ଆଜି ତୋ ପିତାଙ୍କ ନିକଟରେ ମୁଁ ଛାଡି ଦେଇ ଆସିବି। ତମ ଘର ହେଲା କାଶୀ? ତମ ବାପା ବାହା ହେଇଛନ୍ତି? ବାପା ବାହା ହେଇନି, ମୋ ଝିଅ କୋଉଠି ହେଲା? ବାପା ବାହା ନ ହେଇ ପିଲା ହବନି କେମିତି? ବାପା ବାହା ହେଇଛନ୍ତି ତ? ବାପା ବାହା ହେଇନି, ମୁଁ କେମିତି? ମୁଁ ବୁଝୁଛି ନା। ପଣ୍ଡିତ, ରାଜକନ୍ୟା ମନ୍ଦାକିନୀ ଯେତେବେଳେ ସମ୍ମୁଖରେ ଠିଆ ହୋଇଛି, କହିଲେ ମୁଁ ଶୁଣ, ମୋର ଗୋଟେ କଥା ରଖିବେ ଆପଣ। କଣ କହୁଛୁ ଭଉଣୀ? ଆପଣ ମୋ ଇଜ୍ଜତ ରକ୍ଷା କରୁଛନ୍ତି। ହଁ।